ମୁଁ ତହସିଲଦାର ଗନ୍ଦିଆ। ଏଟା ସରକାରଙ୍କର ବହୁତ ଦିନରୁ ପ୍ଲାନିଂ ଥିଲା ଯେ ସେ ପ୍ରତି ତହସିଲ ସହିତ ସମାନ୍ତରାଳ ଭାବେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବ ବୋଲି। ତେଣୁ ପ୍ରଥମ ପର୍ଯ୍ୟାୟରେ ସରକାର ନିଷ୍ପତ୍ତି ନେଇଛନ୍ତି 44ଟି ତହସିଲକୁ, ଯୋଉ 44ଟି ତହସିଲ ସହିତ 44ଟି ସବ୍ ରେଜିଷ୍ଟ୍ରାର ଅଫିସ ଓପନ ହେଲା। ଆଗରୁ ଯେମିତି ଆପଣମାନେ ଜାଣିଥିବେ ଢେଙ୍କାନାଳ ଜିଲ୍ଲାରେ ଯୋଉ ଡିଷ୍ଟ୍ରିକ୍ଟ ସବ୍ ରେଜିଷ୍ଟ୍ରାର ଥିଲା, ସେଠି ଆମର ଓଡାପଡା ଏବଂ ଗନ୍ଦିଆ ସମସ୍ତେ ଯାଇକିରି ସେଠି ତାଙ୍କର ଜମି ଜମା ପଞ୍ଜୀକରଣ କିଣାବିକା ଦସ୍ତାବିଜ ଦାଖଲ କରୁଥିଲେ। ଏବେ ଓଡାପଡାରେ ବି ଗୋଟେ ହେଲା ଏବଂ ଗନ୍ଦିଆରେ ହେଲା ଏବଂ କଙ୍କଡାହାଟରେ ବି ଗୋଟେ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ 44ଟି ଅଛି ହେଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଯେତିକି ବାକି ଅଛି, ଯେମିତି ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଆଜି ଭିସିରେ ଆବାସୀ ମାଧ୍ୟମରେ, ନେକ୍ସଟ ଫେଜରେ ସବୁ ତହସିଲ ସହିତ ଗୋଟେ ଗୋଟେ ନୂଆ ସବ୍ ରେଜିଷ୍ଟ୍ରି ଅଫିସ ହବ। ଏଟା ଲୋକମାନେ ଆଉ ଦୌଡ଼ିବା ପାଇଁ ପଡିବନି ଏବଂ ତାଙ୍କ ଘର ପାଖରେ ସେମାନେ କେମିତି ସହଜରେ ରାଜସ୍ୱ ସେବା ଏବଂ ଜମି ଜମା ପଞ୍ଜୀକରଣରେ ସୁଲଭ ମାନେ ସୁଚାରୁ ରୂପେ ତୁଲାଇ ପାରିବେ। ଏଟା ସରକାରଙ୍କର ଗୋଟେ ବହୁତ ବଡ ପଦକ୍ଷେପ। ଲୋକମାନେ ଉପକୃତ ହେବେ। ଗନ୍ଧିଆ ବ୍ଲକ ଅଧ୍ୟକ୍ଷ ନାରାୟଣୀ ଖଟୁଆ। ଆଜି ସର୍ବପ୍ରଥମେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆମର ଢେଙ୍କାନାଳ ଜିଲ୍ଲାର ଗର୍ବ ଗୌରବ ଆମର ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରକୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି। କଣ ପାଇଁ ନା ଆମର ଯେହେତୁ ବହୁତ ଦିନର ଯୋଉ ସ୍ୱପ୍ନ ଥିଲା ଆମର ଗନ୍ଧିଆବାସୀଙ୍କର ଗୋଟିଏ କେମିତି ରେଜିଷ୍ଟର ଅଫିସଟେ ଆମର ଗନ୍ଧିଆ ବ୍ଲକରେ ପରିସରରେ ହେଲେ ସମସ୍ତେ ସୁବିଧା ସୁଯୋଗ ପାଇପାରିବେ। ବ୍ଲକର ଲୋକମାନେ ବ୍ଲକଠୁ ଆହୁରି ବହୁତ ଦୂରତାରେ ଲୋକମାନେ ରହୁଥିଲେ, ସେମାନେ ଢେଙ୍କାନାଳ ଯାଇକି ଯୋଉଦିନ ଯାଉଥିଲେ ସେମାନେ ତାଙ୍କର ଖର୍ଚ୍ଚାନ୍ତ ହଉଥିଲେ, ତା ବାଦ ବି ତାଙ୍କର କାମ ହେଇପାରୁନଥିଲା। ଏଠି ପାଖରେ ବ୍ଲକ ପରିସର ଭିତରେ ଯେହେତୁ ଆମର ରେଜିଷ୍ଟର ଅଫିସଟା ଆଜି ଉଦ୍ଘାଟନ ହେଇଛି, ସେ ସମସ୍ତ ସୁବିଧା ସୁଯୋଗ ପାଇପାରିଲେ। ଯଦିଓ ତାଙ୍କର ନ ହେଇପାରିଲା, ସେ ପୁଣି ତା ପରଦିନ ଆସିକି ତାଙ୍କର କାର୍ଯ୍ୟକ୍ରମ କରିପାରିବେ। ବହୁତ ସୁନ୍ଦର ଭାବରେ ଆଜି ଆୟୋଜନ ଥିଲା, ସମସ୍ତେ ଏଠି ଉପସ୍ଥିତ ଥିଲେ। ଆମର ବିଡିଓ ସାର୍ ଥିଲେ, ତହସିଲଦାର ଥିଲେ, ମାନ୍ୟବର ମନ୍ତ୍ରୀଙ୍କର ପ୍ରତିନିଧି ଥିଲେ, ଆମର ଅନ୍ୟାନ୍ୟ ସରପଞ୍ଚ ମାନେ ଥିଲେ, ଆମର ଏମପିଙ୍କର ପ୍ରତିନିଧି ଥିଲେ। ବହୁତ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ହେଇଛି, ସମସ୍ତଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ଶ୍ରୀକାନ୍ତ ସାହୁ ମାନ୍ୟବର ମନ୍ତ୍ରୀଙ୍କର ଗନ୍ଧିଆ ବ୍ଲକ ପ୍ରତିନିଧି। ଆଜି ଆମ ଗନ୍ଧିଆବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ମୋ ପିଲାଦିନୁ ମୋ ଘର ଏଇ ପାଖରେ ମୁଁ ଶୁଣି ଆସୁଥିଲି ଗନ୍ଧିଆରେ ଗୋଟେ ରେଜିଷ୍ଟ୍ରି ଅଫିସ ହବ ବୋଲି। ଆଜି ତାର ସ୍ୱପ୍ନ ସାକାର ହେଇଛି। ସର୍ବପ୍ରଥମେ ଧନ୍ୟବାଦ ଦେବି ଆମର ମାନ୍ୟବର ମନ୍ତ୍ରୀ କୃଷ୍ଣ ଭାଇଙ୍କୁ, ଯୋଉଟା କି ଗନ୍ଧିଆବାସୀ କହିଲେନି କଥା ଦେଇ କଥା ରଖନ୍ତି କୃଷ୍ଣ ଭାଇ, ଆଜି ମଧ୍ୟ ସେ କଥା ରଖିଛନ୍ତି। ଆଉ ଅଳ୍ପ କିଛି ଦିନ ତଳେ ଆପଣ ମାନେ ଦେଖିଥିବେ ଗନ୍ଧିଆ କେନ୍ଦ୍ରାଞ୍ଚଳକୁ ସେ ଏନ୍ଏସି ଘୋଷଣା କରିଥିଲେ। ତାର କିଛି ଦିନ ପୂର୍ବରୁ ଜୋରନ୍ଦାକୁ 171 କୋଟି ଟଙ୍କାର ସହାୟତା ଆଣି ଦେଇଛନ୍ତି ଏବଂ ଆଜି ଗନ୍ଧିଆରେ ସବ୍ ରେଜିଷ୍ଟ୍ରି ଅଫିସ ହେଲା। ଇଏ ନିଶ୍ଚିନ୍ତ ଭାବରେ ମୁଁ ଯୋଉ କଥା ସବୁ ସଭା ସମିତିରେ କହୁଛି ଯେ ଗନ୍ଧିଆ ପାଇଁ ଶ୍ରେଷ୍ଠ ବିଧାୟକ ସେ ତାକୁ ପ୍ରମାଣିତ କରିଛନ୍ତି। ଯେତେ ବି ବିଧାୟକ ଥିଲେ ତାଙ୍କ ସମୟର ଟେନ୍ୟୁର କାର୍ଯ୍ୟକାଳକୁ ଦେଖନ୍ତୁ, ସେ କଣ କଣ କରିଛନ୍ତି ତାକୁ ପରୀକ୍ଷା କରନ୍ତୁ। ବିଶେଷ କରି ଗତ 24 ବର୍ଷ ଯୋଉମାନେ ବିଧାୟକ ଥିଲେ ତାଙ୍କର କାର୍ଯ୍ୟକାଳ ଦେଖନ୍ତୁ। ଗନ୍ଧିଆରେ ଗୋଟିଏ ବି ସରକାରୀ କାର୍ଯ୍ୟାଳୟ ସେମାନେ ଖୋଲି ପାରିନାହାନ୍ତି ଯୋଉଟା ଲୋକଙ୍କ ହିତରେ ଲାଗିବ। ଗୋଟିଏ ବି କାର୍ଯ୍ୟାଳୟ ଖୋଲି ପାରିନାହାନ୍ତି। 24 ବର୍ଷ ପରେ ଆଜି ଲୋକଙ୍କ ସରକାର ଆସିଛି, ଲୋକଙ୍କ ପାଇଁ କାମ କରୁଛି, ଲୋକଙ୍କ ପାଇଁ କାମ କରୁଛି। ଆପଣ ଦେଖିଲେ ଆଜି ପ୍ରଶାସନ ଆସିକି ଗନ୍ଧିଆରେ ପହଞ୍ଚିଲା। ଏଇଠି ରେଜିଷ୍ଟ୍ରି ହବ, ଏଇଠି ଏନ୍ଏସି ହବ, ଏଇଠି ଲୋକଙ୍କ ପାଇଁ ଜୋରନ୍ଦା ପାଇଁ 171 କୋଟି ଟଙ୍କାର କାମ ହବ। ଆଉ ଅନେକ କଥା ଅଛି କୃଷ୍ଣ ଭାଇଙ୍କ ମନ ଭିତରେ, ସେ ଆଗକୁ ଆଗକୁ କରିବେ। 5 ବର୍ଷ ଟେନ୍ୟୁର ସରିଲା ଭିତରେ ଆପଣ ଦେଖିବେ ଗନ୍ଧିଆର ଶ୍ରେଷ୍ଠ ବିଧାୟକ ସିଏ ହିଁ ହେବେ। ଆମେ ତ କହିସାରିଲୁଣି ସେ ହେବେ, ଯେତିକି କଲେଣି ସେ 16 ମାସ ଭିତରେ ଅନେକ ଲୋକଙ୍କର 5 ବର୍ଷ ମାନେ ସମୟଠୁ ଇଏ ଅଧିକା କରିସାରିଲେଣି। କିନ୍ତୁ ଆହୁରି ଯୋଉ 44 ମାସ ଅଛି ସେ ଯାହା କରିବେ ଦେଖିବେ। ତାଙ୍କ ପାସଙ୍ଗରେ କଣ ଇଏ 100% ପାଇବେ ଆଉ ଅନ୍ୟମାନେ 10% ପାଇବେ।